আজকে গুরুবার গুরুবার ঘরে হবে ঘরে হবে ঘরে গুরুবার গুরুবারে ঘরে হবে প্রমাণ করলে গুরুবার এবং শুক্রবার লক্ষ্য পঞ্চমের পণ্ডিত মন্ডলী দাস কহিলে গুরুবারে থরে অঙ্গ নরহে পুরুষ দম্ভ শুক্রানন্দ প্রাতঃপূজি পাইଥିବ ଗୁରୁବାରେ ନାରୀ ମାନଙ୍କୁ ପୁରୁଷ ମାନେ ସ୍ପର୍ଶ କରନ୍ତି ନାହିଁ କାହିଁକି ନା ସୀତାକୁ ରାବଣ ଗୁରୁବାରେ ଛୁଇଁଲା ରାବଣ ମଲା ବିଜୁଳି କନ୍ୟାକୁ ଗୁରୁବାରେ ଛୁଇଁଲା କଂସ ମଲା ଯିଏ ନାରୀକୁ ଗୁରୁବାରେ ସ୍ପର୍ଶ କରିଛି ସେ ଈର୍ଷାରେ ହେଉ କିମ୍ବା ସ୍ନେହରେ ହେଉ ଗୁରୁବାରେ ନାରୀ ଛୁଇଁଲେ ଦେହରୁ ବଳବକୁ ଆପେ ଆପେ ହରା ହେଇଯାଏ আরে কাহিকে স্কুল ক্লাস আরে বাচ্চারা সাহিত্য পড়া গুরুবারে কাহিকি নারীকে পুরুষ ছুঁয়ে না আচ্ছা পছের কাছে আলোচনা করিবা শুক্রানন্দ কাত পুঁজি পাইছি বরা শুক্র কইলে হাতি আনন্দ কইলে মুহ মুখমণ্ডল হাতি মুন্ডিয়া গণেশ গণেশଙ୍କ ବାପା ମହାଦେବ ଭାଇ ସେ ନାରୀଟା ବୋଧେ ମହାଦେବଙ୍କୁ ପୂଜା କରି ରୂପରେ ସଜେଇ ହେଇଛି ଆସିଲା ଶେଷ ବାର ଆସିବ ଶନିବାର নবম বই ବାର ଆସିଲା ଶନିବାର ଶନିଙ୍କ ଚଳନ ସଂଖ୍ୟା ହେଲା 7 9 16 ये सुंदरिका 16 ବର୍ଷର ସୁନ୍ଦରୀ ये ସୁନ୍ଦରୀକି 16 ବର୍ଷ ପ୍ରାପ୍ତ ହେଇଛି ଆପଣ କହିଲା ଆରେ ସେ ସୁନ୍ଦରୀ କିଏ କିଏ ସେ ସୁନ୍ଦରୀ ରାମଙ୍କର ସ୍ତ୍ରୀ ତା ନାଁ ହଉଛି ସୀତା ଏଇଠି କହିଦେଲେ ଆମର କବି ଧର୍ମର ବରରା ଆରଡି ଆଦିବାସୀ 22 ମୌଜା କବି କହିଲେ ସିଏ ହଉଛି ରାମର ସ୍ତ୍ରୀ ସୀତା ଆଉ ଜାଣିଥା ଭଗିନୀ ଲୋକାଲି ହରଣ କରି ତାକୁ ହରାଏ ହରଣ କରିକି ତାକୁ ଭୂଷଣରେ ଭୂଷିତ
ବିକଟାଳ ବେଶ କୋଡ଼ିଏଟା ହାତ 10ଟା ମୁଣ୍ଡ ଏଇଟା ଭଉଣୀ ଆଜି ରାତିଟା ପାଇଲ ଆଜି ରାତିଟା ପାଉ ମୁଁ ଦେଖିବି ସେ କେମିତିକା ସୁନ୍ଦରୀ କେମିତିକା ମୁଁ କାଲି ପ୍ରଭାତରୁ ସୀତାକୁ ହରଣ କରିବି ଅନିତା ଭୂଷଣେ ଭୂଷିତ କରିବି ଆଣି ତାହାକୁ ଲଙ୍କାକୁ ଅଛନ୍ତି 10,000 ସ୍ତ୍ରୀ ଆପଣର ଆଜ୍ଞା 10,000 ସ୍ତ୍ରୀ ସମସ୍ତଙ୍କ ଉପରେ ଶ୍ରେଷ୍ଠ ହଉଛି ମନ୍ଦୋଦରୀ ଇଏ ହଉଛି ବନିତା ଭୂଷଣ ତା ଉପରେ ଶ୍ରେଷ୍ଠ କରିବି ଯଦି ସେ ଏତେ ସୁନ୍ଦରୀ ହେଇଥିବ କିନ୍ତୁ ସୁଖରେଖା ଆଉ ଯଦି ତୋ ବଚନ ମିଥ୍ୟା ହୋଇବ ପକାଇବି ହାଣି ପକାଇବି ହାଣି ହାତ ଛଡ଼ ତ ଧରିବ ଚକଟି ସେ ତ ହିର ତ ଶିର ଧରେ ଧାରଣ କରାହବ 10 ମୁଣ୍ଡ 20 ହାତ ଉଠେଇଲା ଚନ୍ଦ୍ରହାସ କର ବିଶେଷ ଭାଇ ଚାଲେ ଦେଖି ଭାଇ ଆପଣ କହିଲା ବିଶେଷ ଭାଇ ବୁଝା ବିଶେଷ ଭାଇ ଚାଲେ ରାମ କହିଲା ଭଉଣୀ ମନେ ରଖ ବହୁତ ମୋର ସ୍ନେହର ଅନୁଜା ବହୁତ ଛୋଟ ଭଉଣୀ ମୁଁ ହଉଛି ବଡ ଭାଇ କିନ୍ତୁ ଗୋଟାଏ କଥା ମନେ ରଖିଥିବ ଯଦି ତୋ କଥାରେ ଟିକିଏ ମିଛ ହଏ ତାହେଲେ ତ ନାକଟାକୁ କାନଟାକୁ ଲକ୍ଷ୍ମଣ କଣ କାଟି ମୁଁ ତ ବେକଟାକୁ ହାଣି ପକେଇଛି ମନେ ମନେ ହଟିଲା ଶୁକ୍ରରେଖା କହିଲା ଏଇ ସମୟକୁ ମୁଁ ଅପେକ୍ଷା କରିଥିଲି ଗୋଟିଏ ପଦ ଧନେଶ୍ୱର ପାଣି କହିଲେ ବ୍ରହ୍ମା ପର କିସ ଫଳ ହେବ ରାବଣ ଚିନ୍ତା କହିଲା ମୋ ଭାଇ ଭାଇ ଆଜି ଯାହା କରିଛି ମୋ ପାଇଁ କରିନାହିଁ ଇଏ ଜଗତ ପାଇଁ କରିଛି ଗୋଟାଏ ସାନ ଭଉଣୀକି ବିଧବା କରିଦେଲା ମୋ ଭାଇ ମୁଁ କାଲି ତା ଖବର ବୁଝିବି ଶୁକ୍ରରେଖା କାନ୍ଦୁଛି ରାବଣ ଦେଖୁଛି ପାଗଳା ହେଇଗଲା କଣ ଏଇଆ କହିଲା ଶୁକ୍ରରେଖା କହିଲା ଭାଇ ଧାର ଲୁହ ଧାର କହିଯାଉଛି କହିଲା ଇଏ ସତ୍ୟ ବ୍ରହ୍ମାବର କଣ ସତ୍ୟ ହବ ଆପଣ ସୀତାକୁ ହରଣ କରିବ ସ୍ୱର୍ଣ୍ଣ ଅକ୍ଷରରେ ଲେଖା ହେଇଛି କୋଉଠି ନା ଲଙ୍କାର ସିଂହଦ୍ୱାର ରାବଣ ସୀତା ହରଣ ରାବଣ ମରଣ ସେ କଥାଟା କିଏ ଜଗତ ପଢିବ ଜଗତ ଦେଖିବ ରାବଣ ମଲା ଆଉ ମୋ ଆଶା ପୂର୍ଣ୍ଣ ହେଲା କଣ ସେ ଆଶା ନା ଯେଉଁଦିନ ଅଗ୍ନିଜିହ୍ବାକୁ ବଧ କଲା ଆଜି ରାବଣ କଣ କଲା ଶୁକ୍ରରେଖା ମୋ ବଂଶ ପଛେ ବୁଝି ଯାଉ ମୁଁ ପଛେ ମରିଯାଏ କିନ୍ତୁ ମୁଁ ରାବଣକୁ ନିଶ୍ଚୟ ବଦ୍ଧ କରିବି